ଆଜିର ଏଇ ଛାନ୍ଦୋଗ୍ୟ ଉପନିଷଦ କ୍ଲାସର ଆଜି ଏକାଦଶ ଅଧ୍ୟାୟ ଅଧ୍ୟୟନ ଏବଂ ଆଲୋଚନା କରିବା। ଆମେ ପୂର୍ବରୁ ଗୋଟେ ବିଶେଷ ବିଷୟ ସମ୍ପର୍କରେ ଉପନିଷଦ ଆମକୁ ସୁନ୍ଦର ଭାବରେ କାବ୍ୟିକ ଢଙ୍ଗରେ କେତୋଟି କଥାକୁ ନେଇ ଆଲୋଚନା ରଖିଥିଲେ ଯେ ଶ୍ଵେତକେତୁ ପିତା ଆରୁଣିଙ୍କର ପ୍ରଦତ୍ତ ଶିକ୍ଷାରେ ନିଜକୁ ଆଲୋକିତ କରି ଯେତେବେଳେ ଯାଇଛନ୍ତି ପାଞ୍ଜାଲ ଦେଶକୁ, ସେଇଠି ପ୍ରବାହଣ ତାଙ୍କୁ ଚିହ୍ନି ପାରିଛନ୍ତି ଏବଂ ପଚାରୁଛନ୍ତି ଯେ ତୁମେ ନିଶ୍ଚିତ ଭାବରେ ତୁମ ପିତା ଅରୁଣିଙ୍କ ପାଖରୁ ଶିକ୍ଷା ଗ୍ରହଣ କରିଛ। ଶ୍ଵେତକେତୁ ତାକୁ ବିନୟ ସହକାରେ କହୁଛନ୍ତି, ହଁ ଭଗବାନ, ମୁଁ ଯାହା କିଛି ଜାଣିଛି ପିତାଙ୍କ ପାଖରୁ ଜାଣିଛି। ତାପରେ ଅତି ସୁନ୍ଦର ଭାବରେ ପ୍ରବାହଣ ତାଙ୍କୁ 5ଟି ପ୍ରଶ୍ନ ପଚାରିଛନ୍ତି। ଆମେ ପୂର୍ବରୁ ପଢ଼ିଛୁ ଏବଂ ସେ 5ଟି ପ୍ରଶ୍ନ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଥିଲା। ସେ 5ଟି ପ୍ରଶ୍ନ ଥିଲା ଯେ এই ପ୍ରଜାଗଣ ଏ ସଂସାରକୁ ଯେଉଁ ଆସନ୍ତି ସେମାନେ କୁଆଡ଼ୁ ଆସନ୍ତି ଏବଂ ଯେତେବେଳେ ଏ ସଂସାରରୁ ବିଦାୟ ନିଅନ୍ତି ମୃତ୍ୟୁ ପରେ ସେମାନେ କୁଆଡ଼େ ଯାଆନ୍ତି। ତୃତୀୟ ପ୍ରଶ୍ନ ଥିଲା ଯେ ଯେତେବେଳେ ସେମାନେ ଆସନ୍ତି ଏବଂ ଯାଆନ୍ତି, ଏ ଯିବା ଆସିବା ପଥରେ 2ଟା ରାସ୍ତା ଅଛି। ଗୋଟେ ହେଉଛି ଦେବଯାନ ଆଉ ଗୋଟେ ହେଉଛି ପିତୃଯାନ। ଏ ପିତୃଯାନ ଏବଂ ଦେବଯାନ 2ଟା ମାର୍ଗ କ'ଣ ଏବଂ ଏ ପିତୃଯାନ ମାର୍ଗ ଏବଂ ଦେବଯାନ ମାର୍ଗ ଦ୍ୱାରା ମନୁଷ୍ୟ କୁଆଡ଼େ ଯାଏ ବା କେମିତି ଆସେ। ଚତୁର୍ଥ ପ୍ରଶ୍ନ ଥିଲା ଯେ ଏଇ ଯେଉଁ ଅସୌ ଲୋକରୁ ଯେଉଁ ମନୁଷ୍ୟ, ପିତୃଲୋକରୁ ଯେଉଁ ମନୁଷ୍ୟ ଆସୁଛନ୍ତି କି ଯାଉଛନ୍ତି, କାହିଁ ସେ ଲୋକ ତ ପରିପୂର୍ଣ୍ଣ ହେଇଯାଉନାହିଁ, ସେ ଯେମିତି ଅପୂର୍ଣ୍ଣ ହେଇକି ରହିଛି। ଏବଂ ପଞ୍ଚମ ପ୍ରଶ୍ନ ଥିଲା ଯେ ଏଇ ପଞ୍ଚାବୀ ଆହୁତିର ପୁରୁଷ ହେଉଛନ୍ତି ଆପ୍। ଏ ଆପକୁ କାହିଁକି ପଞ୍ଚଘୃତାଦି ରସ ଭିତରେ ଆପକୁ ଶ୍ରେଷ୍ଠ ବୋଲି କୁହାଯାଇଛି, ପାଣିକୁ ଶ୍ରେଷ୍ଠ ବୋଲି କୁହାଯାଇଛି। এই 5ଟି ପ୍ରଶ୍ନର ଉତ୍ତର ଶ୍ଵେତକେତୁଙ୍କୁ ଜଣା ନଥିଲା। ତେଣୁ ସେ ଅତି ବିନୟ ସହକାରେ ସେ କହୁଛନ୍ତି, ହେ ଭଗବାନ, ମୁଁ ଏସବୁ ପ୍ରଶ୍ନର ଉତ୍ତର ମୁଁ ଜାଣେ ନାହିଁ। ସେତେବେଳେ ପ୍ରବାହଣ କହୁଛନ୍ତି, ଯଦି ତୁମେ ଜାଣିନାହ ତାପରେ କେମିତି କହିପାରୁଛ ଯେ ତୁମକୁ ଶିକ୍ଷା ଦିଆଯାଇଛି ବୋଲି? ତୁମେ କେମିତି କହିପାରୁଛ ଯେ ମୁଁ ସବୁ ଜାଣିଯାଇଛି ବୋଲି? ଏଇ କଥାଟି ଶ୍ଵେତକେତୁଙ୍କୁ ବ୍ୟଥିତ କଲା। ସେ ପୁଣି ଫେରି ଯାଇଛନ୍ତି ପିତାଙ୍କ ପାଖକୁ ଏବଂ ପିତାଙ୍କୁ କହୁଛନ୍ତି, ପିତା, ତୁମେ ତ ମୋତେ ଅନେକ ଶିକ୍ଷା ଦେଇନାହ, ଆଉ ମୋତେ କହୁଛ ଯେ ତୁମର ଶିକ୍ଷା ଶେଷ ହୋଇଗଲା ବୋଲି। ମୁଁ ପାଞ୍ଜାଲ ଦେଶକୁ ଯାଇଥିଲି, ତାଙ୍କ ଯେଉଁ ରାଜନ୍ୟ ବନ୍ଧୁ ଯେଉଁ ପ୍ରଶ୍ନ ପଚାରିଲେ ମୁଁ କୌଣସି ଉତ୍ତର ଦେଇପାରିଲି ନାହିଁ। ସେତେବେଳେ ପିତା ଅତି ସ୍ନେହଶୀଳ ଭାବରେ ତାଙ୍କୁ କହୁଛନ୍ତି, ତୁମେ ମୋତେ ସେହି ପ୍ରଶ୍ନ ଗୁଡ଼ିକ କୁହ, ସେ ପ୍ରଶ୍ନ ଗୁଡ଼ିକ କ'ଣ? ଶ୍ଵେତକେତୁ ଗୋଟି ଗୋଟି ପ୍ରଶ୍ନ ପିତାଙ୍କୁ କହିଛନ୍ତି। ପିତା କହୁଛନ୍ତି ଯେ ବାବୁରେ, ମୁଁ ଏ ପ୍ରଶ୍ନର ଉତ୍ତର ମୁଁ ନିଜେ ତ ଜାଣେ ନାହିଁ, ତତେ କେମିତି କହିଥାନ୍ତି? ତେଣୁ ଏ ପ୍ରଶ୍ନ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, ତାକୁ ଆମକୁ ଜାଣିବାକୁ ପଡ଼ିବ। ତାପରେ ପିତା ଗୌତମ ସିଧା ସେଇ ପ୍ରବାହଣ ପଞ୍ଜାଲ ଦେଶକୁ ଯାଇଛନ୍ତି। ପ୍ରବାହଣ ଯେଉଁଠି ରାଜପୁତ୍ର ଅଛନ୍ତି, ସେହି ପାଞ୍ଜାଲ ଦେଶକୁ ଯେମିତି ଯାଇଛନ୍ତି, ଋଷି ଗୌତମଙ୍କୁ ଦେଖି
ରାଜନ୍ୟ ବର୍ଗ ଏବଂ ରାଜା ଅତି ସମ୍ମାନର ସହ ତାଙ୍କୁ ପ୍ରଣାମ କରିଛନ୍ତି ଏବଂ ତାଙ୍କ ରହିବାର ସମସ୍ତ ବ୍ୟବସ୍ଥା କରିଦେଇଛନ୍ତି। ତହିଁ ପରଦିନ ସକାଳେ ଯେତେବେଳେ ରାଜସଭାକୁ ଯାଇଛନ୍ତି ଋଷି ଗୌତମ, ତାଙ୍କୁ ପ୍ରଣାମ କରି ରାଜା କହୁଛନ୍ତି, ହେ ମହାଭାଗ, ଆମକୁ ଆଶୀର୍ବାଦ କରନ୍ତୁ ଏବଂ ଆପଣ ମୋ ଠାରୁ ଆପଣଙ୍କ ପ୍ରଥମ ଦର୍ଶନ ଯେହେତୁ ମୁଁ କରିଛି, ମୁଁ ରାଜା, ମୁଁ ଆପଣଙ୍କୁ କିଛି ଦାନ ଦେବାକୁ ଚାହୁଁଛି। ଆପଣ ମୋ ପାଖରୁ କିଛି ମନୁଷ୍ୟ ବର ମାଗି ନିଅନ୍ତୁ। ରାଜା ଏ ଋଷି କହୁଛନ୍ତି ଯେ ଏ ମନୁଷ୍ୟ ବର ମୋର କ'ଣ ହେବ? ଏ ମନୁଷ୍ୟ ବର ହେଉଛି ଧନ ଦେବ, ସୁନା ଗହଣା ଦେବ, ଜମି ଦେବ, ଏମିତି ଅନେକ ଭୌତିକ ପଦାର୍ଥ ଦେବ। ସେ ପଦାର୍ଥ ଗୁଡ଼ାକ ନେଇ ମୁଁ କ'ଣ କରିବି? ତୁମେ ଯେଉଁ ପ୍ରଶ୍ନ ପଚାରିଥିଲ ମୋ ପୁତ୍ରକୁ, ଯେଉଁ 5ଟି ପ୍ରଶ୍ନ, ସେ 5ଟି ପ୍ରଶ୍ନର ଉତ୍ତର କୁହ। ମୁଁ ସେ 5ଟି ପ୍ରଶ୍ନ ଉତ୍ତର ଜାଣିବାକୁ ଚାହୁଁଛି। ଏ କଥା ଶୁଣି ପ୍ରବାହଣ ନରମି ଗଲେ ଏବଂ ସେ କହୁଛନ୍ତି, ଠିକ୍ ଅଛି, ଆପଣଙ୍କ ରହିବାର ସବୁ ବ୍ୟବସ୍ଥା ମୁଁ କରିଦେଉଛି। ଆପଣଙ୍କ ଏ ପ୍ରଶ୍ନର ଉତ୍ତର ମୁଁ ଆପଣଙ୍କୁ ଦେବି। ଏବଂ ଏ ପ୍ରଶ୍ନର ଉତ୍ତର ଆପଣ କାହିଁକି ଜାଣିପାରିଲେ ନାହିଁ, ତା ଅର୍ଥ ହେଉଛି ଏଇଆ ଯେ ସବୁ ପ୍ରଶ୍ନର ଉତ୍ତର ବା ସବୁ ଜ୍ଞାନ ଯେ ଋଷିମାନଙ୍କ ପାଖକୁ ଯାଏ, ବ୍ରାହ୍ମଣ ପାଖକୁ ଯାଏ, ସେ କଥା ନୁହେଁ। କିଛି ଜ୍ଞାନ ଅଛି, କିଛି ବିଦ୍ୟା ଅଛି, ତା ସିଧାସଳଖ କ୍ଷତ୍ରିୟଙ୍କ ପାଖକୁ ଆସେ। ଯେଉଁ ବିଦ୍ୟାକୁ ନେଇ ସେ ରାଜ୍ୟ ଶାସନ କରେ, ପ୍ରଜାମାନଙ୍କ ପ୍ରତିପାଳନ କରେ, ତ ସେ ବିଦ୍ୟା ମଧ୍ୟ ଏକ ଶ୍ରେଷ୍ଠ ବିଦ୍ୟା। ଏବଂ ଯେ ବିଦ୍ୟାକି ଆପଣ ଜାଣିନାହାନ୍ତି, ସେଇ ବିଦ୍ୟା ମୁଁ କହୁଛି। ତାପରେ ସେ ସୁନ୍ଦର ଭାବରେ ଗୋଟିଏ ଗୋଟିଏ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏ ପଞ୍ଚାବି ଯଜ୍ଞ କ'ଣ, ମନୁଷ୍ୟ କେମିତି ଅସୌ ଲୋକରୁ କେମିତି ଆସେ ପର୍ଜନ୍ୟ ଲୋକକୁ, ପର୍ଜନ୍ୟ ଲୋକରୁ ସେ କେମିତି ଆସେ ପୃଥିବୀ ଲୋକକୁ, ପୃଥିବୀ ଲୋକରୁ ସେ ମନୁଷ୍ୟ ଲୋକକୁ ଆସେ, ଏବଂ ମନୁଷ୍ୟ ଲୋକରୁ ସେ ବୀର୍ଯ୍ୟ ହେଇକିରି କେମିତି ସ୍ତ୍ରୀ ଗର୍ଭକୁ ଯାଇ ସେଠି ଆପତ୍ୟ ରୂପରେ ସନ୍ତାନ ରୂପେ ଜନ୍ମ ହୁଏ। ସେଠି 10 ମାସ 10 ବର୍ଷ 9 ମାସ 10 ମାସ ସେଠି ଶୟନ କରି ସେ ପୁଣି ପୂର୍ଣ୍ଣାଙ୍ଗ ପ୍ରାପ୍ତ ହେଇ କେମିତି ସଂସାରକୁ ଆସେ, ସୁନ୍ଦର ଭାବରେ ବର୍ଣ୍ଣନା କଲେ। ଏବଂ ଗତଥର ସୁନ୍ଦର ଭାବରେ ପଢ଼ିଥିଲେ ଯେ ଯିଏ ଏହି ପଞ୍ଚମୀ ଯଜ୍ଞକୁ ଜାଣେ, ଜାଣିଲା ପରେ ତାର ନିଜସ୍ୱ ଘର ଯେ ସେ ଆଦିତ୍ୟ ଲୋକରେ, ସେତେ ଯେତେବେଳେ ଜାଣିପାରିଲା, ସେତେବେଳେ ସେ କ'ଣ କରେ ନା ନିଜକୁ ଅରଣ୍ୟକୁ ଚାଲିଯାଏ। ସେଇଠି ସେ ତପସ୍ୟା କରେ। ଶ୍ରଦ୍ଧା ଏବଂ ତପସ୍ୟାର ଫଳସ୍ୱରୂପ ତାର ଜୀବନର ଯେତେ ସତ୍ତାମାନେ ଅଛନ୍ତି ସମସ୍ତେ ରୂପାନ୍ତରିତ ହୁଅନ୍ତି, ସମସ୍ତେ ଆଲୋକିତ ହୁଅନ୍ତି। ତାର ମନ, ପ୍ରାଣ, ଶରୀର ସବୁକିଛି ଭଗବତତ୍ୱରେ ରୂପାନ୍ତରିତ ହେଇଯାଏ ଏବଂ ସେ ଆଲୋକର ବହ୍ନିଶିଖା ସେ ଊର୍ଦ୍ଧ୍ୱକୁ ଯାତ୍ରା କରେ। ସେ ଉତ୍ତରାୟଣ ହେଇକରି ସେ ବର୍ଷକୁ ଯାଏ, ସମ୍ବତ୍ସରକୁ ଯାଏ ଏବଂ ସେ ବିଦ୍ୟୁତ ହେଇ ତାର ଆତ୍ମା ସେ ଅପୌରୁଷ ଲୋକରେ ପହଞ୍ଚେ। ଆଉ ସେ ଅପୌରୁଷ ଲୋକ ହେଉଛି ପ୍ରକୃତରେ ଦେବଯାନ। ଆଉ ସେଇ ଯାନରେ ଯିଏ ଯାଏ ସେ ପରମ ମୁକ୍ତି ଲାଭ କରେ, ତାର ପୁନର୍ଜନ୍ମ ହୁଏ ନାହିଁ। କିନ୍ତୁ ଆଉ ଗୋଟେ ପଥ ହେଉଛି ପିତୃଯାନ। ଯେଉଁ ଲୋକ ଏହି ସଂସାରରେ ରହି କେବଳ ଧର୍ମ କାର୍ଯ୍ୟ କରେ, ଇଷ୍ଟ କାର୍ଯ୍ୟ କରେ, ଦାନ କାର୍ଯ୍ୟ କରେ, ଏ ଯେଉଁ ସାଂସାରିକ କାର୍ଯ୍ୟ ସେ କରେ ଏବଂ ତା ଭିତରେ ଗୋଟେ କାମନା ଥାଏ, ସିଏ କିନ୍ତୁ ସେଇ ତାର ନିଜ ଜୀବନକୁ ରୂପାନ୍ତରିତ କରିପାରେ ନାହିଁ, ଆଲୋକିତ କରିପାରେ ନାହିଁ। ସେ ଧୂମ୍ରାବ ଜଗତକୁ ପ୍ରବେଶ କରେ, ଅନ୍ଧକାର ଜଗତକୁ, ସେଥିରୁ ରାତ୍ରିର ଜଗତକୁ ପ୍ରବେଶ କରି ସେ ପିତୃଯାନରେ ସେ ଚନ୍ଦ୍ରାଲୋକରେ ପହଞ୍ଚେ ଏବଂ ସେହି ପଥଟି ହେଉଛି ଦକ୍ଷିଣାୟନ ପଥ।
ଏବଂ ସେହି ପଥରେ ଯାତ୍ରା କରି ସେ ଅଭ୍ର ପାଲଟି ଯାଏ। ଅଭ୍ର ମାନେ କୁହୁଡ଼ି ମେଘ ଏମିତି ଭାବରେ ଋଷି ସୁନ୍ଦର ଭାବରେ ଆଲୋଚନା କରିଛନ୍ତି। ଏବଂ ସେ ପୁଣି ମେଘ ହେଇକିରି ସେ ପୁଣି ବର୍ଷା ରୂପରେ ସେ ଏ ଭୂମିରେ ପତିତ ହୁଏ। ଏବଂ ସେ ପତିତ ହେଇକିରି ସେ ପୁଣି କ'ଣ ହୁଏ ନା ଏଇଠି ଧାନ ଯବ ତୈଳ ଏଇ ରୂପରେ ସେ କ'ଣ କରେ ନା ଏଇଠି ନିଜେ ସେ ଜନ୍ମ ହୁଏ। ଏବଂ ତାକୁ ଏଇ ପୁରୁଷ ଖାଏ। ସେଥିରୁ ସୃଷ୍ଟି ହୁଏ ରେତ ବୀର୍ଯ୍ୟ। ଏବଂ ସେ ବୀର୍ଯ୍ୟରୁ ସେ ସନ୍ତାନ ଜାତ ହୁଏ। ଏବଂ ସେଇ ସନ୍ତାନ କ'ଣ କରେ ଅତି ସୁନ୍ଦର ଭାବରେ ଗୋଟେ ଗୋଟେ ଆଲୋଚନା ସେ କରି କରି ଯାଇଛନ୍ତି। ଯିଏ ଏଇ ସନ୍ତାନ ଜନ୍ମ ହେଲା ତା ଭିତରେ ତା 4ଟି ଭାଗରେ ସେ କାର୍ଯ୍ୟ କରେ। କିଛି ଲୋକ ଅଛନ୍ତି ସେ ଭଲ କାର୍ଯ୍ୟ କରନ୍ତି, ଉତ୍ତମ କାର୍ଯ୍ୟ କରନ୍ତି ଏବଂ ତାର କାର୍ଯ୍ୟ ଅନୁସାରେ ସେ ଉତ୍ତମ ଯୋନି ପ୍ରାପ୍ତ କରନ୍ତି। ଏବଂ ସେହି ଅନୁସାରେ କିଏ ବ୍ରାହ୍ମଣ ଘର, କିଏ କ୍ଷତ୍ରିୟ ଘର, କିଏ ବୈଶ୍ୟ ଘର ଜନ୍ମ ହୁଅନ୍ତି। ତେଣୁ ଏହି ଜନ୍ମ ହେବାର ପଶ୍ଚାତ ରହିଛି ତାର କାର୍ଯ୍ୟର ଧାରା। ଏ ସଂସାରରେ ଯେଉଁ ଅନୁସାରେ ସେ କାର୍ଯ୍ୟ କରିବ ସେହି ଅନୁସାରେ ସେ ଯୋନି ପ୍ରାପ୍ତ କରି ପୃଥିବୀପୃଷ୍ଠ ଜନ୍ମଗ୍ରହଣ କରେ। ଆଉ କିଛି ଲୋକ ଅଛନ୍ତି ସେମାନେ ନିକୃଷ୍ଟ କାର୍ଯ୍ୟ କରନ୍ତି। ଆଉ ସେ ନିକୃଷ୍ଟ କାର୍ଯ୍ୟ କରି ସେମାନେ ଆଉ ମନୁଷ୍ୟ ଜନିକୁ ଫେରି ଆସିପାରନ୍ତି ନାହିଁ। କିଏ କୁକୁର, କିଏ ଘୁଷୁରୀ, କିଏ ଚଣ୍ଡାଳ ହେଇକି ଜନି ପ୍ରାପ୍ତ ହୁଅନ୍ତି। ଆହୁରି ସେ କହୁଛନ୍ତି ଆହୁରି କିଛି ବ୍ୟକ୍ତି ଅଛନ୍ତି ସେ ନିକୃଷ୍ଟ କାର୍ଯ୍ୟରୁ ଆହୁରି ନିକୃଷ୍ଟ କାର୍ଯ୍ୟ କରନ୍ତି, ଯାହା ଜୀବନର ଅର୍ଥ କିଛି ବୁଝନ୍ତି ନାହିଁ। ସେମାନେ ଗୋଟେ କ୍ଷୁଦ୍ର କୀଟ ହେଇକି ଜନ୍ମ ହୁଅନ୍ତି, ଯେଉଁମାନେ ସାଙ୍ଗେ ସାଙ୍ଗେ ଜନ୍ମ ହୁଅନ୍ତି ସାଙ୍ଗେ ସାଙ୍ଗେ ମରିଯାଆନ୍ତି ପତଙ୍ଗ ଭଳି। ଏବଂ ତାଙ୍କର ବାରମ୍ବାର ଜନ୍ମ ହୁଏ, ତାଙ୍କର ବାରମ୍ବାର ମରଣ ହୁଏ। ଏବଂ ମରିବା ଜନ୍ମ ହେବା ସେଇଟା ତାଙ୍କର ଅତି ଶୀଘ୍ର ହୁଏ। ଆଉ ସେଇ ଯେଉଁ ନିକୃଷ୍ଟ କାର୍ଯ୍ୟ, ସେ ନିକୃଷ୍ଟ କାର୍ଯ୍ୟ କ'ଣ ସେ ସୁନ୍ଦର ଭାବରେ ଆଲୋଚନା କରିଛନ୍ତି। ଯେଉଁ ବ୍ୟକ୍ତି ଚୋରି କରେ, ସୁବର୍ଣ୍ଣ ଚୋରି କରେ, ଯେଉଁ ବ୍ୟକ୍ତି ମଦ ପିଉଥାଏ, ଯେଉଁ ବ୍ୟକ୍ତି ପରପତ୍ନୀକୁ ହରଣ କରେ, ଖରାପ ସମ୍ପର୍କ ରଖେ, ଯେଉଁମାନେ ଧର୍ମ କାର୍ଯ୍ୟ କରନ୍ତି, ଯେଉଁମାନେ ଭଗବତ କାର୍ଯ୍ୟ କରନ୍ତି, ବ୍ରହ୍ମ କାର୍ଯ୍ୟ କରନ୍ତି, ସେମାନଙ୍କୁ ସେ ହତ୍ୟା କରେ, ସନ୍ଦେହ କରେ, ଆଉ ସେମାନଙ୍କୁ ସେ ଘୃଣା କରେ, ସେଇ ବ୍ୟକ୍ତି ସେ ପତିତ ବ୍ୟକ୍ତି। ଆଉ ସେ ବ୍ୟକ୍ତି କେବେ ଭଲ ଯୋନି ପ୍ରାପ୍ତ କରିପାରେ ନାହିଁ। ଏବଂ ଏହା ସହିତ ପଞ୍ଚମରେ ସେ କହୁଛନ୍ତି ଏ ବ୍ୟକ୍ତି ତ ଭଲ କାର୍ଯ୍ୟ ଗ୍ରହଣ କରିପାରେ ନାହିଁ, ଯୋନି ପ୍ରାପ୍ତ କରିପାରେ ନାହିଁ। ଆଉ ଗୋଟିଏ ପ୍ରକାର ବ୍ୟକ୍ତି ଅଛନ୍ତି ଯେଉଁମାନେ ଏଇ ବ୍ୟକ୍ତିମାନଙ୍କ ସହିତ ସମ୍ପର୍କ ସ୍ଥାପନ କରନ୍ତି। ସେମାନେ ମଧ୍ୟ ସେଇ ଖରାପ ଯୋନି ପ୍ରାପ୍ତ କରନ୍ତି ଏବଂ ସେମାନଙ୍କର ମଧ୍ୟ ଗୋଟେ ଭଲ ଜନ୍ମ ହୁଏ ନାହିଁ। ତେଣୁ ଯେଉଁ ବ୍ୟକ୍ତି ଏହି ପଞ୍ଚାଗ୍ନିକୁ ଜାଣେ ଆଉ ପବିତ୍ର ହୋଇଯାଏ, ତାକୁ ପାପ ସ୍ପର୍ଶ କରେ ନାହିଁ, ଯିଏ ଜ୍ଞାନ ଲୋକର ସଂସର୍ଗ ଲାଭ କରେ, ଯିଏ ପୁଣ୍ୟବାନ ଲୋକର ସଂସର୍ଗ ଲାଭ କରେ, ସେ ପୂର୍ଣ୍ଣ ହୋଇଯାଏ, ସେ ଶୁଦ୍ଧ ପବିତ୍ର ହୋଇଯାଏ ଆଉ ପୁଣ୍ୟ ଲୋକର ଭାଗିଦାରୀ ହୁଏ। ଏହି କଥା ଆମେ ପଢ଼ିଥିଲୁ, ଅଧ୍ୟୟନ କରିଥିଲୁ। ଆଜି ଗୋଟେ ସୁନ୍ଦର ଏକାଦଶ ଅଧ୍ୟାୟ ନୂଆ କଥାକୁ ନେଇ ଆଲୋଚନା କରିବା। ଏଗୁଡ଼ା ସବୁ ଟିକେ ଟିକେ ଅଧିକ ପଢ଼ି ଦେଉଛୁ କାହିଁକି ନା ଏଥିରେ କେବଳ କାହାଣୀ ଟିକେ ଅଛି। ଆଉ ତେଣୁ ଆମେ ଆଲୋଚନା ବି ପରବର୍ତ୍ତୀ ସମୟରେ କରିପାରିବା। ଏକାଦଶ ଅଧ୍ୟାୟର 7ଟି ମନ୍ତ୍ର ଅଛି ଏବଂ ଗୋଟେ କାହାଣୀକୁ ନେଇକରି ସେଇଟା ହେଇଛି। ସେଇଟା ବି ଗୋଟେ ବହୁତ ଭଲ ଲାଗିବ ସମସ୍ତଙ୍କୁ। ପ୍ରାଚୀନ ଶାଳ ଉପମନ୍ୟବ ସତ୍ୟଯଜ୍ଞ ପୌଲୁଷୀରିନ୍ଦ୍ରଦୁମ୍ନ ବଲ୍ଲଭେୟ ଜନ ସାର୍କରାକ୍ଷ ବୁଢ଼ୀଲ ଅଶ୍ୱତରାସ୍ୱିସ୍ତେ ହୈତେ ମହାଶାଳା
महाश्रोत्रिय समेत्य मीमांसा चक्रु को न आत्मा किं ब्रह्मेति। एटा पुणी गोटे नूतन विषय, अति चमत्कार विषय एवं जहाँ आम जीवनर लक्ष्य से लक्ष्य को एठी गोटे प्रश्न आकार ऋषि मान आगे रखा जाइछि। तार उत्तर मध्य सुंदर भाव आम पाखक आसो जे प्राचीन शाल उपमन्येव अज जड़े उपमन्यु बोली जड़े ऋषि थिले से आउ जड़े ऋषि प्राचीन शालंकर पुत्र। उपमन्युंकर पुत्र प्राचीन शाल सत्ययज्ञ पौलुषी, पुरुषंकर पुत्र सत्ययज्ञ एवं इंद्रदुम्न वल्लभ, वल्लभींकर पुत्र इंद्रदुम्न, जन शर्कराक्ष, शर्कराक्षंकर पुत्र जन, बुढ़ील अश्वतराशी, अश्वतराशंक पुत्र बुढ़ील, स्ते हईते महाशाला महाश्रोत्रिय। यही जो 5 जन ऋषि ऋषि ऋषिपुत्र एमाने समस्ते हईते महाशाला, जेटी गोरु रहंती गोशाला, जेमिति अश्व रहंती अश्वशाला, सिमिति महाशाला। ये महाअर्थ ये संसार जे मनुष्य रूप में रहंती सी होती महाशाला, अर्थात से माने गृही, ता सहित महाश्रोत्रिय, से माने श्रोत्रिय। श्रोत्रिय होती माने वेद अध्ययन करती, उपनिषद अध्ययन करती, से क्षत्रिय बोली कहा जाए। तेणु संसारी एवं से माने श्रोत्रिय यही ऋषिपुत्र माने से माने एकदा समेत्य एकाठी हेले एवं एकाठी जेते हुअन्ति ऋषि ऋषिपुत्र माने से माने समस्ते ज्ञानी ब्रह्मनिष्ठ, समस्ते होचंती महाश्रोत्रिय। तांका भितरे कौन आलोचना हबो? भगवान को लेकिन आलोचना हबो, जीवन को लेकिन आलोचना हबो। सिमिति से माने एकाठी मीमांसा चक्रु, गोटे प्रश्न को लेकिन से आलोचना कले एवं सिद्धांत रे पहुँचे कौन से प्रश्नर उत्तर हो पारे, तार मीमांसा कौन हो पारे। ये प्रश्नटी कौन? कौन आत्मा? ये आत्मा किए? किं ब्रह्मेति, ब्रह्म कौन? यही दुईटी प्रश्न को नहीं यही ऋषिपुत्र माने आलोचना आरंभ कले। तांका पाखरे उत्तर किछि किछि, प्रत्येकଙ୍କ पाखरे उत्तर किछि किछि अछि, किंतु सबुठारो श्रेष्ठ उत्तर कौन है पारे आमे पूर्वरु जानिचे जे जी जाने सी ही उठी थाए। तेणु ब्रह्मैव ब्रह्मविद ब्रह्मैव भवति, जे ब्रह्मज्ञानी जे ब्रह्म को जाने से ब्रह्म ही उठी थाए। तेणु एमाने जानिचंती जे आम भीतर कई ब्रह्म ही नाहंती, पूर्ण ब्रह्म को आमे जानी नाहु। तेणु से प्रश्नटी उठी कौन आत्मा? से आत्मा कौन? आत्मा किए? किं ब्रह्मेति, से ब्रह्म कौन? एवं तो सुंदर भाव आम आलोचना करिपरिबा जे ऋषिपुत्र उपमन्यु प्राचीन शाल, उपमन्यु पुत्र प्राचीन, ये सब नाम पछरे मध्य गोटे गोटे प्रतीकात्मक अर्थ रही। सत्ययज्ञ, प्राचीन शाल, इंद्रदुम्न, जन, बुढ़ील, ये जो 5 जन प्रश्न पचारुचंती एमानंक प्रत्येक नाम पछरे मध्य तांकर तत्व रही। जे सत्यर यज्ञ करिताए सत्य यज्ञ, जे इंद्र को आयत्त करिताए, इंद्रर प्रभु, इंद्रिय मानकर प्रभु से इंद्रदुम्न, जन जे समस्त विश्व को जनसाधारण को बा सबु ज्ञान को जे जानी थाए से जन।
ଏହି ପ୍ରକାର ଉତ୍ତରରେ ବୁଝିପାରିବା ଯେ ନାମ ପଛରେ ମଧ୍ୟ ଏକ ପ୍ରତୀକାତ୍ମକ ଅର୍ଥ ରହିଛି। ସେଥିପାଇଁ ଏହି ଦୁଇଟି ପ୍ରଶ୍ନ ଯେ କୋ ନ ବ୍ରହ୍ମ କିଂ ବ୍ରହ୍ମେତି, ଯେ ଆତ୍ମା କିଏ, କୋ ଆତ୍ମା, ଆତ୍ମା କିଏ, ନ ଶବ୍ଦରେ ବ୍ୟବହାର କରାଯାଇଛି। କୋ ନ ଆତ୍ମା, ନ ମାନେ ଆମମାନଙ୍କର, ଆତ୍ମା କୋ, ଆତ୍ମା କିଏ, କିଂ ବ୍ରହ୍ମେତି, ଏଇ ବ୍ରହ୍ମ କ'ଣ? ଏଇ ଦୁଇଟି ପ୍ରଶ୍ନ ସେମାନେ ପରସ୍ପର ଭିତରେ ଏକାଠି ହେଇକରି ଆଲୋଚନା କଲେ ଏବଂ ସିଦ୍ଧାନ୍ତ କ'ଣ ସେହି ବିଷୟରେ ସେମାନେ ପରବର୍ତ୍ତୀ ସମୟରେ ସେମାନେ କ'ଣ ନିଷ୍ପତ୍ତି ନେଉଛନ୍ତି ପଢ଼ିବା। ते हे ସମ୍ପାଦୟାନ ଚକ୍ରୁ ଉଦ୍ୟାଲୋକୋ ବହି ଭଗବନ୍ତମ ୟମାରୁଣି ସମ୍ପ୍ରତି ମମାତ୍ମନମ ବୈଶ୍ୱାନର ମଧ୍ୟେତି ତଂ ହନ୍ତାଭ୍ୟଗଚ୍ଛମେତି ତଂ ହ୍ୟାଭ୍ୟଂ ଜଗମୁହୁ। ତେ, ଏଇ ଯେଉଁ 5 ଜଣ ପ୍ରାଚୀନଶାଳ, ସତ୍ୟଯଜ୍ଞ, ଇନ୍ଦ୍ରଦୁମ୍ନ, ଜନ ଏବଂ ବୁଡ଼ିଲ 6 ଜଣ, ଏଇ ଯେଉଁ 6 ଜଣ ପରସ୍ପର ଭିତରେ ପ୍ରଶ୍ନ ଏକାଠି ହେଇକରି ଯେଉଁ ଆଲୋଚନା କରୁଛନ୍ତି ଯେ ଆମମାନଙ୍କର ସେ ଆତ୍ମା ପ୍ରକୃତରେ ସେ କିଏ, ଆଉ ବ୍ରହ୍ମ ବୋଲି ଯାହାକୁ କହୁଛୁ ସେ କ'ଣ ପ୍ରକୃତରେ। ତେଣୁ ଏ ତେହ ସମ୍ପାଦୟାନ ଚକ୍ରୁ, ତାର ଉତ୍ତର ଜାଣିବା ପାଇଁ ସେମାନେ ସମ୍ପାଦୟାନ, ସେମାନେ ନିଷ୍ପତ୍ତି ନେଲେ ଯେ ଏହି ପ୍ରଶ୍ନର ଉତ୍ତର ଚକ୍ରୁ ଉଦ୍ୟାଲୋକ ବହି ଭଗବନ୍ତମ ୟମାରୁଣି ସମ୍ପ୍ରତି ମାତ୍ମାନ ବୈଶ୍ୱାନର ମଧ୍ୟେତି, ଯେ ଅରୁଣୀ ଉଦ୍ୟାଲୋକ ବୋଲି ଜଣେ ଭଗବନ୍ତ ରହିଛନ୍ତି, ଭଗବତ ଅନୁସନ୍ଧିତୁ ରହିଛନ୍ତି। ସମ୍ପ୍ରତି ମାତ୍ମାନ ବୈଶ୍ୱାନର ମଧ୍ୟତି, ସମ୍ପ୍ରତି ମାନେ ବର୍ତ୍ତମାନ, ସେ ବୈଶ୍ୱାନର, ଆତ୍ମାନ ବୈଶ୍ୱାନର, ଯେ ବୈଶ୍ୱାନର ଆତ୍ମା ସମ୍ବନ୍ଧରେ ସେ ଅଧ୍ୟେତି, ସେ ଅଧ୍ୟୟନ କରିଛନ୍ତି ଏବଂ ବୈଶ୍ୱାନର ଆତ୍ମାକୁ ସେ ହିଁ କେବଳ ଜାଣିଛନ୍ତି। ତଂ ହନ୍ତାଂ ଅଭ୍ୟାଗଚ୍ଛମିତି, ତେଣୁ ଯଦି ଆମେ ଜାଣିବାକୁ ଚାହୁଁଛୁ ତାହେଲେ ଆମକୁ ତାଙ୍କ ପାଖକୁ ଯିବାକୁ ପଡ଼ିବ ଏବଂ ସେ ହିଁ এই ବୈଶ୍ୱାନର ଆତ୍ମା ସମ୍ବନ୍ଧରେ ଆମକୁ କହିପାରିବେ। ତଂ ହାଭ୍ୟା ଜଗ୍ମୁ, ହଭ୍ୟ ଜଗ୍ମୁ, ମାନେ ଯିବା ଅର୍ଥରେ। ତେଣୁ ସେମାନେ କ'ଣ କଲେ ନା ସେଇ ଉଦ୍ୟାଲୋକଙ୍କ ପାଖକୁ ସେମାନେ ଗଲେ। ସମ୍ଭବତଃ ଭାବରେ ସମସ୍ତେ ପଚାରିବା ପାଇଁ, ତାଙ୍କୁ ଏ ପ୍ରଶ୍ନର ଉତ୍ତର ଜାଣି ପଚାରିବା ପାଇଁ ସେ ତାଙ୍କ ପାଖକୁ ଗଲେ। सोहो सम्पादयांचकार प्रख्यान्ति मामिमे महाशाला महाश्रोत्री यास्तेभ्यं नो सर्वमिवं प्रतिपत्से हन्ता हमन्य मभ्यनुशासनिति। स माने से उद्दालक हो संपादयांचकार, से सेमानंकु देखिकिरी से बुझी पारले, से निजे निजे बुझी पारले। आ प्रख्यान्ति एवं से निजे को निजे कहउचंती मामी वे मते, मामी मे महाशाला महाक्षत्रिय, ये जो गृही एवं महाक्षत्रिय माने मो पाखक आसी एवं मते प्रख्यान्ति, मते प्रश्न पचारिबे। योस्तेभ्यं नो सर्वमिदं प्रतिपत्स्ये, यस्तभ्यं, यही जो प्रश्न नो सर्वमिदं प्रतिपत्स्ये, मु तो सब प्रश्नर उत्तर जानी ना, तांको स्पष्ट भाव में कहि परिबे नाही। नो सर्वमिदं प्रतिपत्स्ये, तांको ठीक उत्तर मु देई परिबा नाही। हन्तं अहम अन्यम अभ्य अनुशासनति, मोर प्रकृत उचित हब अहम, मोर उचित हब अभ्य अनुशासनति, अन्य जणे जी या जानिचंती राजा
ତାଙ୍କ ପାଖକୁ ପଠେଇଦେବା, ଏମାନଙ୍କୁ ସେଇ ଗୁରୁଙ୍କ ପାଖକୁ ପଠେଇବାକୁ ନିର୍ଦ୍ଦେଶ ଦେବି। ସେଇ ଗୁରୁଙ୍କ ପାଖକୁ ଯାଇକି ହିଁ ସମସ୍ତେ ଏହି ପ୍ରଶ୍ନର ଉତ୍ତର ଜାଣିପାରିବେ। ଏକଥା ଯେତେବେଳେ ଉଦ୍ଦାଲକ ଭାବିଲେ, ତାପରେ ସେ କ'ଣ କଲେ ନା ତାନ ହୋବା ଚା ଅଶ୍ୱପତି ବହି ଭଗବନ୍ତ ୟୋ କୈକେୟ ସମ୍ପ୍ରତି ମମାତ୍ମନଂ ବୈଶ୍ୱାନରଂ ମଧ୍ୟେତି ତଂ ହନ୍ତାଭ୍ୟାଗଚ୍ଛମିତି ତଂ ହାଭ୍ୟାଜଗମୁ। ତାନ୍ ସେଇ ଭଗବନ୍ତମାନଙ୍କୁ, ସେଇ 6 ଜଣ ଋଷିପୁତ୍ରଙ୍କୁ ହୋବାଚାଃ ସେ ତାଙ୍କୁ କହିଲେ, ଅଶ୍ୱପତି ବହି ଭଗବନ୍ତୟଂ କୈକେୟ, ଯେ ଜଣେ ଭଗବନ୍ତ ରହିଛନ୍ତି, ସେ କିଏ ନା କୈକେୟ ଅଶ୍ୱପତି, କୈକେୟଙ୍କ ପୁତ୍ର ଅଶ୍ୱପତି। ସମ୍ପ୍ରତି ମମାତ୍ମନଂ ବୈଶ୍ୱାନରଂ ମଧ୍ୟେତି, ବର୍ତ୍ତମାନ ସମୟରେ ସେ ଆତ୍ମାନଂ ବୈଶ୍ୱାନର, ସେ ବୈଶ୍ୱାନର ଆତ୍ମକୁ ସେ ତପସ୍ୟା କରିଛନ୍ତି, ତାଙ୍କ ସମ୍ପର୍କରେ ସେ ଅଧ୍ୟେତି, ସେ ଜାଣିଛନ୍ତି, ଅଧ୍ୟୟନ କରୁଛନ୍ତି, ସେ ପୂର୍ଣ୍ଣ ଜ୍ଞାନୀ ଅଛନ୍ତି। ତଂ ହନ୍ତାଭ୍ୟ ଗଚ୍ଛମିତି, ତେଣୁ ତାଙ୍କ ପାଖକୁ ଯଦି ଆମେ ଯିବା ତାହେଲେ ସେ ହିଁ ଆମକୁ ଉତ୍ତର ଦେଇପାରିବେ। ତଂ ହାଭ୍ୟା ଜଗମୁ, ତେଣୁ ଆମେ ସମସ୍ତେ ତାଙ୍କ ପାଖକୁ ଯିବୁ। ତାପରେ ହାଭ୍ୟା ଜଗମୁ, ସେମାନେ ତାଙ୍କ ପାଖକୁ ଗଲେ। ସେଇ ଅଶ୍ୱପତିଙ୍କ ପାଖକୁ, ଯିଏ କେକେୟଙ୍କ ପୁତ୍ର ଅଶ୍ୱପତି, ଯିଏକି ବୈଶ୍ୱାନର ଆତ୍ମାକୁ ଜାଣିଛନ୍ତି, ତାଙ୍କ ପାଖକୁ ସମସ୍ତେ ମିଶିକରି ଉଦ୍ଦାଲକ ବି ଗଲେ ଏବଂ ସେ 6 ଜଣ ଋଷିପୁତ୍ରଙ୍କୁ ନେଇକି ସେ ଗଲେ। ତେଭ୍ୟ ହୋ ପ୍ରାପ୍ତେଭ୍ୟଂ ପୃଥଗ୍ରହଣୀ କାରଞ୍ଚକାର ସୋହୋ ପ୍ରାତଃ ସଞ୍ଜିହାନ ଉବାଚ नो मेस्तेन जनपदे नो कदर्ज्यो नो मद्यप नाना हिताग्नि न विद्वान् सौरी सौरिणी कुतः जक्ष्यमाणं वै भगवन्तम् अहमस्मिन् जावदेकैकस्मा ऋत्विजे धनं दास्यामि तावत् भगवद्भ्यो दास्यामि वसन्तु भगवन्त इति। तेभ्यः प्राप्तेभ्यं पृथं ଗ୍ରହଣୀ କାରଞ୍ଚକାର, ସେମାନେ ଯେତେବେଳେ ତାଙ୍କ ପାଖକୁ ଗଲେ, તે ଭ୍ୟଃ ତାଙ୍କୁ ପ୍ରାପ୍ତ କରି, ସେଇ 6 ଜଣ ଋଷିପୁତ୍ର ଏବଂ ଗୁରୁ ଉଦ୍ଦାଲକଙ୍କୁ ପ୍ରାପ୍ତ କରି, ପ୍ରାପ୍ତେଭ୍ୟଂ ପୃଥକ୍ ଗ୍ରହଣୀ, ସେ ସେମାନଙ୍କୁ ଗ୍ରହଣ କଲେ ଏବଂ ପୃଥକ୍ ପୃଥକ୍ କାରଞ୍ଚକାର, ପ୍ରତ୍ୟେକଙ୍କୁ ସେ ପୂଜା କଲେ। ସେହି ଅଶ୍ୱପତି ସେହି 6 ଜଣ ଋଷିପୁତ୍ର ଏବଂ ଉଦ୍ଦାଲକୁ ପୃଥକ୍ ପୃଥକ୍ ଭାବରେ ପୂଜା କଲେ, ସେମାନଙ୍କୁ ଆଦର ସହକାରେ ଗ୍ରହଣ କଲେ ଏବଂ ତାଙ୍କୁ ରହିବାର ସମସ୍ତ ବନ୍ଦୋବସ୍ତ କରିଦେଲେ। ସହ ପ୍ରାତ ସଞ୍ଜିହାନ ଉବାଚ नो मेस्तेन जनपदे नो कदर्ज्यं नो मद्यप नाना हिताग्निर्न विद्वान् सौरी सौरिणी कुतं जक्ष्यमाणं। ସେତେବେଳେ ସେ ସୁନ୍ଦର ଭାବରେ କହୁଛନ୍ତି କି ଅଶ୍ୱପତି ସହ ପ୍ରାତ ସଞ୍ଜିହାନ ଉବାଚ, ଯେତେବେଳେ ପ୍ରାତ ହେଲା, ସକାଳ ହେଲା, ତେଣୁ ସେହି 6 ଜଣ ଋଷିପୁତ୍ର ଏବଂ ଉଦ୍ଦାଲକ ତାଙ୍କ ରାଜସଭାକୁ ଗଲେ। ତାଙ୍କୁ ଦେଖି ଅତି ସ୍ନେହ ସହକାରେ ଉବାଚ କହିଲେ, नो मेस्तेन हं जनपଦେ, ଆପଣମାନେ, ସ୍ତେନ ଅର୍ଥ ପ୍ରଚୁର, ଯେ ଆମ ଜନପଦରେ, ଏଇ ଯେଉଁ ରାଜ୍ୟର ଜନପଦରେ କୌଣସି ଚୋର ଆପଣ ପାଇବେ ନାହିଁ। नो कदर्ज्यं,
କଦର୍ଯ୍ୟ ଅର୍ଥ କୃପଣ, ଯେ ଅନ୍ୟକୁ ଅସୂୟା କରେ, ଈର୍ଷା କରେ, ବା ଧନ ସମ୍ପତ୍ତିକୁ ସେ ନିଜେ ରଖିକିରି ଭଗବତ କାର୍ଯ୍ୟ କରେ ନାହିଁ, ତା କଦର୍ଯ୍ୟ ବୋଲି କୁହାଯାଏ। ନୋ କଦର୍ଯ୍ୟ, ସେହି କୃପଣ ବ୍ୟକ୍ତି ବା ଈର୍ଷାପରାୟଣ ବ୍ୟକ୍ତି ପାଇବେ ନାହିଁ। ନୋ ମଦ୍ୟପ, ମୋ ରାଜ୍ୟରେ କୌଣସି ମଦ୍ୟପକୁ ଆପଣ ପାଇବେ ନାହିଁ। ନା ନା ହିତାଗ୍ନିର୍, ଆଉ ମୋ ରାଜ୍ୟରେ ଯେଉଁ ବ୍ରାହ୍ମଣମାନେ ଅଛନ୍ତି ସେମାନେ ଯେ ହିତାଗ୍ନି, ଅଗ୍ନି ଯଜ୍ଞ କରନ୍ତି ନାହିଁ, ଅଗ୍ନିହତ୍ରା ଯଜ୍ଞ କରୁନଥିବା କୌଣସି ବ୍ରାହ୍ମଣ, କୌଣସି ଲୋକ ଆପଣ ଏଠି ପାଇବେ ନାହିଁ। ନୋର ଅବିଦ୍ୱାନ, ମୋ ରାଜ୍ୟରେ ଅବିଦ୍ୱାନ ବୋଲି କେହି ନାହିଁ, ମୂର୍ଖ କେହି ନାହାନ୍ତି। ନୋ ସୌରୀ ସୌରିଣୀ, ମୋ ରାଜ୍ୟରେ କୌଣସି ବ୍ୟଭିଚାରୀ ପୁରୁଷ, ଯେ ପର ସ୍ତ୍ରୀଗାମୀ ପୁରୁଷକୁ ପାଇବେ ନାହିଁ। ନୋ ସ୍ତୈରିଣୀ, ବା କୁଳଟା ସ୍ତ୍ରୀକୁ ଆପଣ ପାଇବେ ନାହିଁ, ଝିଅ କେହି ନାହାନ୍ତି। କୁतो ଯକ୍ଷ୍ୟମାଣମ୍ ବୈ ଭଗବନ୍ତ ମହସ୍ମିନ୍, ହେ ଭଗବନ୍ତଗଣ, ଅହମ୍ ଯକ୍ଷ୍ୟମାଣମ୍ ଅସ୍ମିନ୍, ମୁଁ ବର୍ତ୍ତମାନ ଯଜ୍ଞ କରିବାକୁ ଯାଉଛି, ଯଜ୍ଞ କାର୍ଯ୍ୟ କରିବାକୁ ଯାଉଛି। ୟାବଦେ ଏକୈକଂ ଋତ୍ବିଜେ ଧନଂ ଦାସ୍ୟାମି, ମୁଁ ଯେତେ ଜଣ ଋତ୍ବିକ ଆସିଛନ୍ତି, ଯେଉଁମାନେ ଭଗବତକାଂକ୍ଷୀ ବ୍ୟକ୍ତି ମୋ ରାଜ୍ୟକୁ ଆସିଛନ୍ତି, ଧନଂ ଦାସ୍ୟାମି, ମୁଁ ସମସ୍ତଙ୍କୁ ଧନ ଦାନ କରିବି। ମୋ ପାଖରେ ଯେତିକି ଧନ ଅଛି ମୁଁ ସେମାନଙ୍କୁ ଦାନ କରିବି। ତାବତ୍ଭ୍ୟ ଭଗବଦ୍ଭ୍ୟ ଦାସ୍ୟାମି, ହେ ଭଗବତ ଗଣ, ଆପଣମାନଙ୍କୁ ମଧ୍ୟ ମୁଁ ସେହି ସମାନ ପରିମାଣରେ ଧନ ଦାସ୍ୟାମି, ମୁଁ ଧନ ଦେବି। ବସନ୍ତୁ ଭଗବନ୍ତ ଇତି, ହେ ଭଗବନ୍ତ ଗଣ, ଆପଣମାନେ ଏଇଠାରେ ଆସନ ଉପବେଶନ କରନ୍ତୁ, ମୁଁ ଆପଣମାନଙ୍କୁ ସେହି ସମାନ ପରିମାଣରେ ଧନ ମଧ୍ୟ ଦାନ କରିବି, ଆପଣମାନେ ଏଠି ବସନ୍ତୁ। ମୁଁ ବର୍ତ୍ତମାନ ଯଜ୍ଞ କରିବାକୁ ଯାଉଛି। ସେତେବେଳେ ଋଷିମାନେ କହୁଛନ୍ତି, ଋଷିପୁତ୍ରମାନେ, ତେ ହୋଚୁର୍ଜେନହଂ ହୈବାର୍ଥେନଂ ପୁରୁଷୋଶ୍ଚରେତ୍ତଂ ହୈବ ବଦେଦାତ୍ମନଂ ମେବେମଂ ବୈଶ୍ୱାନରଂ ସମ୍ପ୍ରତ୍ୟଦେଶି ତମେବ ନ ବ୍ରୁହୀତି। ତେ ମାନେ ସେମାନେ, ଅର୍ଥାତ୍ ସେଇ ଋଷିପୁତ୍ରମାନେ, ସେମାନେ ହୋଚୁ, ସେମାନେ କହୁଛନ୍ତି, ଜେନଂ ହବାର୍ଥେନଂ ପୁରୁଷୋଶ୍ଚ, ଯେ ଯେତେବେଳେ କୌଣସି ପୁରୁଷ ଅର୍ଥାତ୍ କୌଣସି ବ୍ୟକ୍ତି କୌଣସି ଘରକୁ ଯାଏ, ହୈବାର୍ଥେନ, କେଉଁ ଉଦ୍ଦେଶ୍ୟର ଯାଉଛି, ଆସିଛି ସିଏ, ତାକୁ ତ ପଚାରିବା କଥା ଯେ ଆମେ ସବୁ କାହିଁକି ଆସିଛୁ, କେଉଁ ଉଦ୍ଦେଶ୍ୟରେ ଆମେ ଏଠି ଆପଣଙ୍କୁ ଭେଟିବାକୁ ଆସିଛୁ, ତାକୁ ତ ଆପଣ ପଚାରିବା କଥା ଆମକୁ। ହୈବ ବେଦା, ସେ କ'ଣ ଜାଣିବାକୁ ଚାହେଁ, ଆପଣଙ୍କୁ ପଚାରିବା ଉଚିତ। ଆଉ ଆମେ କାହିଁକି ଆସିଛୁ, ଆପଣଙ୍କ ଆତିଥ୍ୟ ନେବା ପାଇଁ ତ ଆମେ ଆସିନୁ, ଆମର କୌଣସି କାମ ଅଛି ବୋଲି ଆପଣଙ୍କ ପାଖକୁ ଆସିଛୁ। ଆପଣ ତ ମୋତେ କିଛି ପଚାରୁନାହାନ୍ତି, ତେଣୁ ଆପଣ ପ୍ରଥମେ କେଉଁ ଅର୍ଥରେ ଆମେ ଆସିଛୁ ଆପଣ ଆମକୁ ପଚାରିବା ଉଚିତ। ଆମେ ଆମର ଉଦ୍ଦେଶ୍ୟଟା ଆପଣଙ୍କୁ କହିବୁ, ତାପରେ ଆପଣ ଯାହା କରିବେ। ବେଦାତ୍ମନଂ ମବେବଂ ବୈଶ୍ୱାନଂ ସମ୍ପ୍ରତ୍ୟେଧେସି, ଯେ ଆମେ ବର୍ତ୍ତମାନ ସମୟରେ ସମ୍ପ୍ରତ୍ୟମ୍ ଆମେ ଜାଣିଛୁ ଯେ ଆପଣ ହିଁ ଜଣେ ବ୍ୟକ୍ତି, ବେଦାତ୍ମନମ୍ ବୈଶ୍ୱାନରମ୍, ସେ ବୈଶ୍ୱାନରର ଆତ୍ମା ବିଷୟରେ ଆପଣ ହିଁ କେବଳ ଜାଣିଛନ୍ତି, ଆଉ କେହି ଜାଣିନାହାନ୍ତି। नो ବ୍ରୁହୀତି, ତେଣୁ ଦୟାକରି ସେଇ ବୈଶ୍ୱାନର ଆତ୍ମା କ'ଣ
से ब्रह्मे कौन से आत्मा किए से वैश्वानर आत्मा अर्थात जे समग्र विश्व रे सबुठी भितरे से पूरीकरी रही से वैश्वानर आत्मा गोटे आत्मा गोटे वैश्वानर आत्मा संपर्क में कठोपनिषद सुंदर भाव में वर्णना कराई जिते स्थूल पदार्थ रही विश्व रे जड़ कीट पतंग मनुष्य यक्ष ये सबू अतिदैव अतिभौतिक अति सबू भितरे जो सत्ता माने रही प्रत्येक भितर जड़े आत्मा रही सी हूँ वैश्वानर आत्मा से आत्मा विषय आपण ही केवल जानी ता विषय आपण ही अध्ययन करिसंती ताको आपण प्राप्त करिसंती तेणु आपण छड़ा ए विषय केही कहि परिबे नाही तेणु ए विषय आपण आमको कहंतु तान होवाच प्रातव प्रतिवक्ता स्मृति तेह समित प्राणाय पूर्वान्हे पतिचक्रमिरे तान हानु पनीये वैत तुवाच इति एकादश खंड तान होवाच एकथा शुणी से अश्वपति केकेयंक पुत्र अश्वपति से जड़े सन्यासी एवं राजा मध्य से वैश्वानर आत्मा को प्राप्त करिसंति से तन होवाच से तांको कहिले प्रातः प्रतिवक्ता स्मृति मु आपण मानकु काली सकाळे ए संपर्क रे कहिबी आज आउ कहि परिबी नाही मो काम अछि से माने कहले ठीक अछि आपण काम आपण करिवे तापरे से माने तेह समित प्राणाय पूर्वान्ने पति चक्रमीरे तही परदिन ते से माने से ऋषि पुत्र माने समित प्राणाय हातरे समिध को धरी एटे सुंदर भाव में आलोचना है समिध कौन गोटे भरपूर जीवनी शक्ति उत्साहर शक्ति जी सब दहन हवा को चाहे ऋषि आलोक अज्ञानर आलोक निजको समर्पण करिवो एवं से आलोक को प्राप्त करिवो ज्ञान जिते बड़े गोटे मनुष्य भीतर प्रवेश करे मनुष्य जीवनटा से जीवन होगी रहे ना पूर्ववर्ती जीवनटा को सी जिते से ज्ञानाग्नि समर्पण करे तार नूतन एक जीवन हुए तेणु गोटे भरपूर जीवनी शक्ति हूँ समिधर प्रतीक ताकू नहीं से गुरुंकर यज्ञाग्नि अर्थात ज्ञानाग्नि निजक समर्पण करे एवं गुरु जो ज्ञान समर्पण कला पर तार जो जीवन रूपांतरित हुए नूतन आलोक रूपांतरित हुए सेटा अन्य एक जीवन ही उठे तेणु ताकू प्रतीकात्मक भाव में कहुच्छी जे समित प्राणाय अर्थात हाथ में समिध को धरी तेह से माने से ऋषिपुत्र माने पूर्वाह्ने पतिचक्रमीरे पूर्वाह्न तांका पाखरे पहुँचिले एवं पहुँचला परे पूर्वाह्न अर्थात टिके प्रातःटा को देरी करी जाए प्रातः समय रे ऋषिंकर किसी कार्य थाए तेणु से पूर्वाह्न प्रातः परे परे से माने हाथ में समिध धरी अश्वपति पाखे पहुँचले तान अनुत्पणीयेन वै उवाच तान से देखी अश्वपति अनुपनीये वै कौन सी उपक्रमण का देले ना प्रश्न तो से आनी आ उपक्रमण का कहीं देवे से तन उवाच सी सांगे सांगे से ही प्रश्नर उत्तर देवाकू आरंभ कले तेणु परवर्ती अध्याय मानकरे से जो प्रश्न से वैश्वानर आत्मा कौन से आत्मा प्रकृति किए एवं ब्रह्म कौन से संपर्क में अश्वपति केकेयंक पुत्र अश्वपति से संपर्क में उत्तर देवे तेणु आज ये प्रश्न ही करी रखी दिगला तेणु ये संपर्क में आम परस्पर भितर टी आलोचना करवा आउ भाई नहीं विनोद भाई ये विषय टी आलोचना रखंतु वंदे मातरम समस्त को प्रणाम तो उपक्रम दिखाई
ଶବ୍ଦ ବିନ୍ୟାସ ଗୁଡ଼ିକୁ ଜାଣିବା କଥା। ଯେହେତୁ ମୁଁ କିଛି କ୍ଲାସ୍ ଆଟେଣ୍ଡ କରିନାହିଁ, ତେଣୁ ବର୍ତ୍ତମାନ କିଛି କହିବିନି, ଅନ୍ୟମାନେ କ'ଣ କହୁଛନ୍ତି କୁହନ୍ତୁ, ତାପରେ ଟିକେ ଅକ୍ଷୟ ଭାଇ କହନ୍ତୁ, ବିନୋଦ ଭାଇ ଟିକେ ପରେ କହିବେ। ଅକ୍ଷୟ ଭାଇ ଯାହା ସବୁ ଯାହା ଆଲୋଚନା ହେଲା ସେ ବିଷୟରେ ଆପଣ ଟିକେ କହନ୍ତୁ। ଥଣ୍ଡା